ବାଙ୍ଗଲୋରରେ ଆସିକି ପହଞ୍ଚିଗଲି। ଏଠି ଶୁଣିବାକୁ ମିଳୁଛି ଯୁଦ୍ଧ ଚାଲିଛି, ଗ୍ୟାସ୍ ସିଲିଣ୍ଡର ନାହିଁ। ବହୁତ ଗୁଡ଼ିଏ ହୋଟେଲ ବି ବନ୍ଦ ହେଇଯାଇଛି ସିଲିଣ୍ଡର ପାଇଁ। ସିଲିଣ୍ଡର ପ୍ରାଇସ୍ ବି ବଢ଼ିଯାଇଛି। ସିଲିଣ୍ଡର ଦୋକାନରେ ସବୁ ଲମ୍ବା ଧାଡ଼ି। ତ ମୁଁ ଯେଉଁ ଦୋକାନକୁ ଯାଇଥିଲି ଆଜି ହୋଟେଲକୁ ଖାଇଲି, ସେମାନେ ବି ସେଇ କଥା କହିଲେ ଯେ କି ସିଲିଣ୍ଡର ନାହିଁ, ବହୁତ ଶୀଘ୍ର ଆମ ହୋଟେଲ ବନ୍ଦ ହେଇଯିବ। ତ ମୁଁ ଯେତେବେଳେ ଖାଇବା ନେଇକି ଆସିଲି, ଗୋଟେ କଥା ମନେ ମନେ ଭାବିଲି, ସତରେ କ'ଣ ସିଲିଣ୍ଡର ଆମର ନିହାତି ଆବଶ୍ୟକ? ହଁ, ନିହାତି ଆବଶ୍ୟକ। ଆଜିକାଲି ଦୁନିଆରେ ସିଲିଣ୍ଡର ବି ନିହାତି ଆବଶ୍ୟକ। ସେତେବେଳେ ଦୁନିଆରେ, 90s ଦୁନିଆରେ, ଯେତେବେଳେ ଆମ ପାଇଁ କାଠ ଆବଶ୍ୟକ ଥିଲା। କାଠରେ ହେଉଥିବା ରୋଷେଇର ମଜା ଅନ୍ୟ କେଉଁଠି ନଥିଲା। କାଠରେ ହେଉଥିବା ଭାତ ଡାଲମା, କାଠରେ ହେଉଥିବା ମାଛ ତରକାରୀ, ଆଉ କାଠରେ ହେଉଥିବା ମଟନର ମଜା ଆଉ କେଉଁଠି ନାହିଁ। ଯେଉଁ ମଜା କାଠ ଚୁଲିରେ ଅଛି, ସେ ମଜା ଆଜିକାଲିର ସିଲିଣ୍ଡର ଚୁଲାରେ ନାହିଁ। ହଁ, ସମସ୍ତଙ୍କ ପାଖରେ ଅପସନ୍ ଅଛି। ସିଲିଣ୍ଡର ଯଦି ନ ମିଳିବ ତାହେଲେ ଆମେ ଇଲେକ୍ଟ୍ରିକ୍ ଚୁଲା ୟୁଜ୍ କରିନେବା। କିନ୍ତୁ ଇଲେକ୍ଟ୍ରିକ୍ ଚୁଲାରେ କ'ଣ ସେ ମଜା ଅଛି ଯାହା କାଠ ଚୁଲାରେ ମଜା ଥିଲା? ଯେତେବେଳେ କୌଣସି ବର୍ଷା କି ବାତ୍ୟା, ବହୁତ ଜୋରରେ ପବନ ଆସେ, ଆମର କ'ଣ ହୁଏ, ଗଛ ଗୁଡ଼ା ସବୁ ଭାଙ୍ଗି ପଡ଼େ। ସେତେବେଳେ ତ ଭାଙ୍ଗି ପଡ଼ୁଥିବା ଗଛରୁ ଯେଉଁ ସବୁ ଜାଳ ଫାଳ ଭଳେ ଆମେ କାଟି କୁଟିକି ଆଣି ରଖୁ, ତାକୁ ଘୋଡ଼େଇ ଘାଡ଼େଇ ସେଇଥିରେ ରୋଷେଇ ହୁଏ। ଆଉ ତାର ଟେଷ୍ଟ ଅଲଗା ଥିଲା। ସବୁ କାଠକୁ ଶୁଖେଇ ଶାଖେଇ ସବୁ ଘୋଡ଼େଇ ଘାଡ଼େଇ ରଖିବୁ, ସେଇଥିରେ ଆମେ ଖାଇବୁ ରୋଷେଇ କରିକି। ତାର ମଜା ଅଲଗା, ତାର ଟେଷ୍ଟ ବି ଅଲଗା। ସେଥିରେ ଯେଉଁ ଛୁଙ୍କ ମରା ହେବ, ସେ ଛୁଙ୍କର ମଜା ଅଲଗା। କିନ୍ତୁ ଆଜିକାଲି ସିଲିଣ୍ଡର ସେ ମଜା ନାହିଁ। କିନ୍ତୁ ସେ ସିଲିଣ୍ଡର ପାଇଁ ଏବେ ଲାଗିଛି ଲମ୍ବା ଲାଇନ୍। ଆପଣଙ୍କୁ ଅନୁରୋଧ, ଯେତିକି ଆପଣଙ୍କ ପାଖରେ ଗ୍ୟାସ୍ ଦରକାର ସେତିକି ହିଁ ନିଅନ୍ତୁ, କାରଣ ସମସ୍ତଙ୍କ ପାଇଁ ବି ଦରକାର। ମୋତେ ଯଦି 2ଟା ଗ୍ୟାସ୍ ଦରକାର ସିଲିଣ୍ଡର, ମୁଁ ବି 2ଟା ହିଁ ନେବି ନା। ତ ଅଧିକା ନେଲେ ଅନ୍ୟ ଲୋକ କ'ଣ କରିବେ? ସେଥିପାଇଁ ଗ୍ୟାସ୍ ରେଟ୍ ବଢ଼ିଯାଉଛି। ତ ଅଯଥାରେ ଲାଇନ୍ ନ କରି ଯେତିକି ଆପଣଙ୍କ ପାଇଁ ଦରକାର ସେତିକି ସିଲିଣ୍ଡର ନିଅନ୍ତୁ, ଆଉ ସମସ୍ତଙ୍କୁ ନେବାକୁ ଦିଅନ୍ତୁ।